ଶ୍ରମିକ ମୃତ୍ୟୁକୁ ନେଇ ଗଞ୍ଜାମ, ରାୟଗଡ଼ା ଏବଂ ଗଜପତି ଜିଲ୍ଲା 326 ମୁଖ୍ୟ ରାଜରାସ୍ତା ଅବରୋଧ। ଗଜପତି ଜିଲ୍ଲା ମୋହନା କଲେଜ ଛକଠାରେ ଆଜି ଘଟିଛି ଅଘଟଣ। ଜଣେ ବ୍ୟକ୍ତିଙ୍କ ନୂତନ ଘରେ ଚୂନ ମାରୁଥିବା ବେଳେ 11 କେଭି ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ମୋହନା ଥାନା ନିକଟସ୍ଥ ଖାରିଗୁଡ଼ା ଗାଁର ମୁନା ନାୟକ ବୋଲି ସୂଚନା ରହିଛି। ତେବେ ମୃତକ ଯୁବକ ଜଣେ ଗରିବ ହୋଇଥିବା ବେଳେ 2ଟି ଛୋଟ ଛୁଆ ଅଛନ୍ତି। ପରିବାର ଚଳାଇବା ପାଇଁ ଶ୍ରମିକ ଭାବେ କାମ କରୁଥିଲେ ମୁନା। ତେଣୁ ତାଙ୍କ ପରିବାରକୁ କ୍ଷତି ପୂରଣ ଦାବି କରିଛନ୍ତି ଅଞ୍ଚଳବାସୀ। ଯେଉଁ ଘରେ ଯୁବକ ଜଣକ ଚୂନ ମାରୁଥିଲେ ସେହି ଘର ମାଲିକଙ୍କ ଘର ଆଗରେ ଶବ ରଖି ଧାରଣା ଦେଇଛନ୍ତି ପରିବାର ଲୋକେ। ଏଥିସହ ଶତାଧିକ ଲୋକେ କଲେଜ ଛକଠାରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ମୋହନା ବ୍ରହ୍ମପୁର ରାୟଗଡ଼ା କୋରାପୁଟ ପାରଳାଖେମୁଣ୍ଡି 326 ମୁଖ୍ୟ ରାଜରାସ୍ତାରେ ଯାତାୟତ ଠପ୍ ହୋଇଛି। ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।